ଡକ୍ଟର APJ ଅବଦୁଲ କଲାମ କହିଛନ୍ତି, ଆମ ଦେଶର ଶ୍ରେଷ୍ଠ ବ୍ୟକ୍ତି କେବଳ କ୍ଲାସର ପଛ ବେଞ୍ଚରୁ ହିଁ ବାହାରିଥାନ୍ତି। କ'ଣ ଯାହା APJ ଅବଦୁଲ କଲାମ କହିଛନ୍ତି ତାହା ସତ ଅଟେ କି? ଖାଲି ପଛ ବେଞ୍ଚରେ ବସୁଥିବା ପିଲା ସ୍ମାର୍ଟ ଏବଂ ଇଣ୍ଟେଲିଜେଣ୍ଟ ହେବେ? ନା, ଏହା ଏକ ଭୁଲ ଭାବନା। ଆମେ ତ କ୍ଲାସରେ ପଢ଼ୁଥିବା ବେଳେ ଜଣେ ପିଲା ପଛ ବେଞ୍ଚରେ ବସୁଥିଲା, ତେବେ ତା'ର ଭବିଷ୍ୟତ ଏତେ ଅନ୍ଧାର ଯେ ସେ ଏବେ କାମ କରିକି ଖଟି ଖାଉଛି। ତ ଚାଲନ୍ତୁ ଜାଣିବା ଏହି ଭିଡ଼ିଓରେ ନିଜକୁ ବୁଦ୍ଧିମାନ କରିବାର 5ଟି ଉପାୟ। ତ ତା ପୂର୍ବରୁ ମୋର ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ମୋ ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବେ। ଆଜିକାଲି ଦୁନିଆରେ ସ୍ମାର୍ଟ ଏବଂ ଇଣ୍ଟେଲିଜେଣ୍ଟ ହେବା କ'ଣ ନିହାତି ଆବଶ୍ୟକ? ନା, ଏହାର ପ୍ରଶ୍ନର ଉତ୍ତର ଚାଲନ୍ତୁ ଜାଣିବା। ମୁଁ ଏ ଭିଡ଼ିଓରେ 5ଟି ପଏଣ୍ଟ କହୁଛି, ଯାହାଦ୍ୱାରା ଆପଣ ନିଜକୁ ନିଜେ ବଦଳାଇବା ସହ ତ ଆପଣ ମଧ୍ୟ ଜାଣିପାରିବେ କି ସ୍ମାର୍ଟ ଆଉ ଇଣ୍ଟେଲିଜେଣ୍ଟ ହେବା କ'ଣ ନିହାତି ଦରକାର କି। ତ ଫାର୍ଷ୍ଟ ପଏଣ୍ଟ ହେଉଛି, ଯେଉଁମାନେ ବି ସଫଳତା ହାସଲ କରି ନିଜ ଦିଗରେ ଆଗେଇ ଚାଲନ୍ତି ନା, ସେମାନେ କେବେ ବି ତଳକୁ ମୁଣ୍ଡ କରି ନୁଆନ୍ତି ନାହିଁ। ଯେତେ ବଡ଼ ବିପତ୍ତି ଆସିଲେ ମଧ୍ୟ ସେମାନେ ତାକୁ ସାମ୍ନା କରି ଆଗକୁ ମାଡ଼ି ଚାଲନ୍ତି। ଆଉ ସେକେଣ୍ଡ ପଏଣ୍ଟ ହେଉଛି, ସ୍ମାର୍ଟ ଏବଂ ଇଣ୍ଟେଲିଜେଣ୍ଟ ଲୋକମାନେ ତାଙ୍କର ପଢ଼ା କେବେ ବି ବନ୍ଦ କରିନଥାନ୍ତି। ସେମାନେ ସବୁବେଳେ ପଢ଼ନ୍ତି, ସେଥିପାଇଁ ତାଙ୍କର ନଲେଜ ସମାନ କେହି ବି ହୋଇନଥାନ୍ତି। ଥାର୍ଡ଼ ପଏଣ୍ଟ ହେଉଛି, ଯେମିତି ସିଂହ ତା'ର ଶିକାର ଉପରେ ଗୋଟିଏ ଫୋକସ୍ ରଖିଥାଏ, ସେମିତି ଗୋଟିଏ ଲୋକ ତା'ର ପଢ଼ା ଉପରେ ଏତେ ଫୋକସ୍ ରଖିଥାଏ ଯେ ତାକୁ ସାମ୍ନାବାଲା କେହି ବି କ'ଣ କହିଲେ ମଧ୍ୟ ତାକୁ କିଛି ବି ଫରକ ପଡ଼ିନଥାଏ। ଆଉ ଫୋର୍ଥ ପଏଣ୍ଟ ହେଲା, ସ୍ମାର୍ଟ ଲୋକ ଅଧିକାଂଶ ସମୟରେ ଏକ୍ସରସାଇଜ କରିବାକୁ ହିଁ ବାଧ୍ୟ ହୋଇଥାନ୍ତି। କାରଣ ଏକ୍ସରସାଇଜ କରିବା ଦ୍ୱାରା ଆମର ବଡି ଫିଟ୍ ହେବା ସହିତ ସେଥିରେ ଅନେକ କଥା ମଧ୍ୟ ଆମ ମୁଣ୍ଡକୁ ଆସିଥାଏ, ଯାହାଫଳରେ ଆମେ ଆମର ସଫଳତା ଦିଗରେ ବହୁତ ସହଜରେ ପହଞ୍ଚି ପାରିଥାଉ। ଯଦି ଗୋଟିଏ ରୋଗୀ ବ୍ୟକ୍ତି ତାକୁ ବାରମ୍ବାର ରୋଗ ହେଉଥାଏ, ତ ଏହାର କାରଣ ହେଉଛି ବଡି ଏକ୍ସରସାଇଜ, ଯାହାଫଳରେ ସେ ଏକ୍ସରସାଇଜ ନ କରିବା ଦ୍ୱାରା ତାକୁ ଏସବୁ ରୋଗ ହୋଇଥାଏ। ଏକ୍ସରସାଇଜ କରିବା ଦ୍ୱାରା ଏହା କିଛି ବି ହୋଇନଥାଏ କି ବଡି ଇଫେକ୍ଟ ମଧ୍ୟ ହୋଇନଥାଏ। ଆଉ ଫିଫ୍ଥ ପଏଣ୍ଟ ହେଲା ରିଫ୍ଲେକ୍ସନ୍, ଯାହା ଜଣେ ମଣିଷ ଅନ୍ୟ ଜଣଙ୍କ ପ୍ରତି ରିଫ୍ଲେକ୍ସନ୍ କରେ। ତା'ମାନେ ଜଣେ ବ୍ୟକ୍ତି ତା ପ୍ରତି ଏତେ ଇର୍ଷା କରେ ଯେ ସେ କହେ, ମୁଁ ହିଁ କେବଳ ଏ ସମାଜର ଏକମାତ୍ର ବ୍ୟକ୍ତି ଯିଏକି ମୁଁ ହେଉଛି ଜ୍ଞାନୀ। ସେଥିପାଇଁ ସେ ସବୁବେଳେ ହିଁ ପଛରେ ହିଁ ରହିଯାଏ। ଆଉ ହଁ, ଇଣ୍ଟେଲିଜେଣ୍ଟ ଏବଂ ସ୍ମାର୍ଟ ଲୋକମାନେ କେବେ ହେଲେ ପଛରେ ରୁହନ୍ତି ନାହିଁ, କାରଣ ସେମାନେ କେବେ ବି ନିଜକୁ ନେଇ ଏତେ ଗର୍ବ କରନ୍ତି ନାହିଁ। ସେମାନେ ନିଜକୁ ଏମିତି ଗଢ଼ନ୍ତି ଯାହାଫଳରେ ଲୋକ ଦେଖିବା ମାତ୍ରେ ଲୋକେ ହିଁ କୁହନ୍ତି ଯେ ଏହି ଲୋକଟି କ'ଣ ଥିଲା ଆଉ ଏବେ କ'ଣ ହେଲା। ସ୍ମାର୍ଟ ଲୋକମାନେ ନିଜକୁ ଏତେ ସେଲ୍ଫ କନଫିଡେନ୍ସ କରନ୍ତି ଯେ ସେମାନେ କୁହନ୍ତି, ଏହି ଦୁନିଆରେ କେବଳ ସଫଳତା ମୁଁ ହିଁ ପାଇବି। ଆଉ ସେମାନେ ନିଜର କଠିନ ପରିଶ୍ରମ ଦ୍ୱାରା ହିଁ ନିଜର ସଫଳତାକୁ ସେମାନେ ହାସିଲ କରିପାରିଥାନ୍ତି। ଜଣେ ମଣିଷ ବି ସେହି ସଫଳତା ହାସଲ କରିପାରିବ କେତେବେଳେ? ଯେତେବେଳେ ମନ ଧ୍ୟାନ ଦେଇକି ସେଲ୍ଫ କନଫିଡେନ୍ସ ଦ୍ୱାରା ଗୋଟିଏ କାମକୁ ସେ ଠିକ୍ ଭାବରେ କରିଥାଏ, ତ ସେତେବେଳେ ହିଁ ଜଣେ ମଣିଷ ସଫଳତାର ଦିଗରେ ପହଞ୍ଚିଥାଏ। ମୁଁ ତ ଏହି ଭିଡ଼ିଓରେ ଆପଣଙ୍କୁ 5ଟି ଟିପ୍ସ କହିଦେଲି। ତ ଚାଲନ୍ତୁ ଜାଣିବା ଏବେ ନିଜକୁ ନିଜେ କେମିତି କଣ୍ଟ୍ରୋଲ କରିବେ। ତ ଫାର୍ଷ୍ଟ ପଏଣ୍ଟ ହେଉଛି, ନିଜକୁ ନିଜେ ଫାର୍ଷ୍ଟ ମେଡ଼ିଟେସନ୍ ଆଣ୍ଡ ଏକ୍ସରସାଇଜ କରନ୍ତୁ। କାରଣ ଏକ୍ସରସାଇଜ କରିବା ଦ୍ୱାରା ନିଜର ମନ ଫୁର୍ତ୍ତି ହୁଏ ଏବଂ ମାଇଣ୍ଡରେ ଯେତିକି ବି ଖରାପ ଅଭ୍ୟାସ ଥାଏ ନା, ତାହା ବି ଦୂର ହୋଇଯାଏ। ଆଉ ହଁ, ଗୋଟିଏ କଥା କହିବି, ଲୋକଙ୍କ ଆଗରେ କଥା ହେଲା ବେଳେ ସେଲ୍ଫ କନଫିଡେନ୍ସ ସହିତ କଥା ହୁଅନ୍ତୁ। ଯେମିତିକି ଲୋକଙ୍କ ସହିତ ଛନ୍ଦିଗନ୍ଦି କରି କଥା ହୁଅନ୍ତୁ ନାହିଁ, ଯାହାଫଳରେ ସେମାନେ ଡାଉଟ୍ ବୋଲି ଭାବିବେ
ଆଉ ଆପଣ ଯଦି ସରଳତାର ସହ କଥା ହେବେ ନା, ସେତେବେଳେ ଆପଣଙ୍କର ତାଙ୍କ ପ୍ରତି ଏକ ଆଶା ସୃଷ୍ଟି ହେବ, ଯାହାକି ଆପଣଙ୍କୁ କଥା ହେବାକୁ ବାଧ୍ୟ କରିବ। ଜୀବନରେ ଦୁନିଆର ଲୋକ ସହିତ କେବେ ହେଲେ କମ୍ପେୟାର କରନ୍ତୁ ନାହିଁ, କାରଣ ଦୁନିଆ ଲୋକ ତ ଅନ୍ୟ କୌଣସି ଜାଗାରେ ହୁଏତ ରହିପାରିବେ, କିନ୍ତୁ ନିଜର ସଫଳତା ଦ୍ୱାରା ନିଜେ ହିଁ ସଫଳତା ହାସିଲ କରନ୍ତୁ। କାହିଁକି ନା ଦୁନିଆ ଲୋକ ତ ହଜାର କହିବେ। ଦୁନିଆ ଲୋକଙ୍କ କଥାରେ କେବେ ହେଲେ ବିଚଳିତ ହୁଅ ନାହିଁ। ନିଜକୁ ଫାଷ୍ଟ ଗୋଟିଏ କଥା ହିଁ କୁହନ୍ତୁ ଯେ ମୁଁ ମୋ ବାପା ମାଙ୍କ ସ୍ୱପ୍ନ ଦିନେ ନା ଦିନେ ନିଶ୍ଚୟ ପୂରଣ କରିବି। ବାସ୍ ଆପଣଙ୍କ ଏତିକି ହିଁ କଥା ଆପଣଙ୍କର ଜୀବନ ବଦଳାଇବାରେ ସାହାଯ୍ୟ ମଧ୍ୟ କରିଥାଏ। କାରଣ ବାପା ହିଁ ହେଉଛନ୍ତି ସାକ୍ଷାତ ଈଶ୍ୱର, ଆଉ ବାପାଙ୍କ ଆଶୀର୍ବାଦ ଆମ ଉପରେ ରହିଲେ ଆମର ଯେତେ ବି ବଡ଼ ବିପଦ ଆସୁନା କାହିଁକି, ତାହା ନିଶ୍ଚୟ ଦିନେ ନା ଦିନେ ଟଳିଯାଏ। ଏହି ଭିଡ଼ିଓରେ ଆମେ ଜାଣିଲେ କି ଫାଷ୍ଟ ଏପିଜେ ଅବଦୁଲ କଲାମ କହିଥିବା ତାଙ୍କର କିଛି କଥା, ଆଉ ତାପରେ ଆମେ ଜାଣିଲେ ଇଣ୍ଟେଲିଜେଣ୍ଟ ଏବଂ ସ୍ମାର୍ଟ ହେବାର କିଛି ଏକ୍ଜାମ୍ପଲ। ଆଉ ହଁ, ଏତିକିରେ ମୁଁ ରହୁଛି। ତ ଦେଖା ହେବା ନେକ୍ସଟ ଭିଡ଼ିଓରେ। ତ ସାଙ୍ଗମାନେ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚିତ ଭାବରେ କହିବେ। ଆଉ ହଁ, ଏହି ଭିଡ଼ିଓଟି ଆପଣଙ୍କର ସ୍ମାର୍ଟ ଏବଂ ଇଣ୍ଟେଲିଜେଣ୍ଟ ଫ୍ରେଣ୍ଡମାନଙ୍କୁ ସେୟାର କରନ୍ତୁ, ଯାହାଫଳରେ ସେମାନେ ବି କିଛି ଏଥିରୁ ଶିକ୍ଷା ପାଇପାରିବେ। ରହୁଛି। ଜୟ ଜଗନ୍ନାଥ।